ଭଲ କଥାଟିଏ କହିବି, ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ଆଜ୍ଞା। ଦିନକର ଘଟଣା। ଗୋटे ଗ୍ରାମରେ ଜଣେ ବ୍ରାହ୍ମଣଟିଏ ରହୁଥାଏ। ବ୍ରାହ୍ମଣଟି ବହୁତ ଯଜ୍ଞକୁଣ୍ଡ କରୁଥାଏ, ବହୁତ ଆହୁତି କରୁଥାଏ। ସେ ତାର ଆରାଧ୍ୟଙ୍କର ପୂଜା ଅର୍ଚ୍ଚନା ବହୁତ ଭଲ ରୂପରେ କରୁଥାଏ। ତା ପାଖରେ ଗୋଟାଏ ଚାକର ଥିଲା। ଅବଶ୍ୟ ଚାକରଟି ଅତ୍ୟନ୍ତ ବିଶ୍ୱାସୀ ଚାକରଟିଏ ଥିଲା। ଏ ଯୁଗରେ ବିଶ୍ୱାସୀ ଚାକର ପାଇବା ବହୁତ କଷ୍ଟକରର କାମ। ଭାଗ୍ୟବଶତଃ ସେହି ବ୍ରାହ୍ମଣ ପାଖରେ ଜଣେ ବିଶ୍ୱାସୀ ଚାକରଟିଏ ଥିଲା। ଚାକରଟିର ନାମ ଥିଲା କାଳିଆ। ସେ ଦେଖିବାକୁ ମଧ୍ୟ କାଳିଆ। ଚାକରଟି ତା ମାଲିକ ବ୍ରାହ୍ମଣର ବହୁତ ସେବାର୍ଚ୍ଚନା କରୁଥିଲା ଏବଂ ତା ମାଲିକେ ତାକୁ ଯାହା କହୁଥିଲେ ସେ ସମସ୍ତ କାର୍ଯ୍ୟ କୌଣସି ନା କହି ସବୁ କାର୍ଯ୍ୟ କରିଦେଉଥିଲା। କୌଣସି କାର୍ଯ୍ୟରେ ନା କହୁନଥିଲା। ଏହିପରି ଭାବରେ ସେହି ଚାକରଟି ଉପରେ ତା ମାଲିକର ବହୁତ ଭଲ ଉପଦେଶ, ଭଲ ଦୃଷ୍ଟି ମଧ୍ୟ ଥିଲା। କୁହନ୍ତିନି କି ଭଲ ଲୋକମାନଙ୍କର ଆୟୁଷ କମ୍। କଥାଟି ସତ୍ୟ ନୁହଁ, କୁହନ୍ତି ମାତ୍ର, ଏଥିରେ କୌଣସି ସତ୍ୟତା ନାହିଁ। ତାପରେ ମଧ୍ୟ କାଳିଆକୁ ଭଗବାନ ବହୁତ ଶୀଘ୍ର ଉପରକୁ ଡକାଇ ନେଲେ। ମାନେ କାଳିଆ ବହୁତ ଶୀଘ୍ର ମୃତ୍ୟୁବରଣ କରିଗଲା। ମୃତ୍ୟୁବରଣ କଲା ପରେ ସେ ଯେତେବେଳେ ଯାଇ ଯମପୁରରେ ପହଞ୍ଚିଲା ନା, ସେତେବେଳେ କାଳିଆର ସମସ୍ତ ପାପ ଏବଂ ପୁଣ୍ୟର ହିସାବ କରାଗଲା। ଯମରାଜା କହିଲେ, ଆରେ ତୁ ତ ସୁହୃଦୟର, ତୁ ତ ଏପର୍ଯ୍ୟନ୍ତ କୌଣସି ପାପ କରିନାହୁଁ। ତୁ ତ ମାଲିକର ସେବାର୍ଚ୍ଚନା ବହୁତ ଭଲ ରୂପରେ କରିଛୁ। ମୁଁ ତୋତେ ନର୍କକୁ କ'ଣ ଯିବାକୁ ଦେବି? ତୁ ଗୋଟାଏ କାମ କର, ତୁ ଏଠାରେ ମୋର ସେବାର୍ଚ୍ଚନା କର। ତୁ ଏଠାରେ ଯମଦୂତ ହେଇ ରହିଯା। କାଳିଆ ଖୁସି ହେଇଗଲା ଏବଂ ସେଠାରେ ଯମଦୂତ ହେଇ ରହିଗଲା। ଯମରାଜା ପାଖରେ ରହି ସେ ବହୁତ କିଛି କାମ ଯମରାଜାଙ୍କ ଆଦେଶ ଅନୁସାରେ କରୁଥାଏ। ଦିନକର ଘଟଣା। ଯମରାଜା କହିଲା, ଆରେ କାଳିଆରେ। କାଳିଆ ଶୁଣୁଛି, ଆଜ୍ଞା ଯମରାଜ। ତୁ ମର୍ତ୍ତ୍ୟ ଲୋକକୁ ଯା, ଜଣେ ଲୋକର ପ୍ରାଣ ହରିକି ନେଇଆ। କାଳିଆ କହିଲା, ଯାହା ଆଦେଶ ଦେଉଛନ୍ତି ଧର୍ମରାଜ। ସେଥିରେ କାଳିଆ ମର୍ତ୍ତ୍ୟ ଲୋକକୁ ଆସିଛି ସେହି ଲୋକଟିର ପ୍ରାଣ ହରିବା ପାଇଁ। ଆସୁ ଆସୁ ବାଟରେ କାଳିଆକୁ ତାର ଯେଉଁ ପୂର୍ବ ମାଲିକ ବ୍ରାହ୍ମଣ ଜଣ ଥିଲେ ସେ ଦେଖା ହେଇଗଲେ। କାଳିଆ ଆକାଶରୁ ଦେଖୁଛି ସେହି ବ୍ରାହ୍ମଣ ଜଣକୁ। କାଳିଆ ମନେ ମନେ ଅତ୍ୟନ୍ତ ଖୁସି ହେଇଗଲା। ସେ ଭାବିଲା, ମୁଁ ଯାଉଛି ମୋର ମାଲିକଙ୍କୁ ଥରେ ଦେଖା କରି ଆସିବି, ସେ ମୋତେ ଦେଖି ଖୁସି ହେଇଯିବେ। ସେ ମନ ଭିତରେ ଏହା ଚିନ୍ତା କରି ତା ମାଲିକ ପାଖକୁ ଆସି ତାଙ୍କ ସାମ୍ନାରେ ଛିଡ଼ା ହେଇଗଲା। ଯେତେବେଳେ କାଳିଆ ବ୍ରାହ୍ମଣ ସାମ୍ନାରେ ଛିଡ଼ା ହେଇଯାଇଛି, ବ୍ରାହ୍ମଣ କାଳିଆକୁ ଦେଖିଛନ୍ତି ଏବଂ ଭୂତ ଭୂତ କହି 3 ପାଦ ପଛକୁ ଡେଇଁ ପଡ଼ିଛନ୍ତି। କାଳିଆ କହିଲା, ମାଲିକ, ମୁଁ ସେଇ କାଳିଆ, ଆପଣ ଡରନ୍ତୁ ନାହିଁ। ସେଥିରେ ବ୍ରାହ୍ମଣ ଜଣକ କାଳିଆକୁ କହିଲା, ଆରେ କାଳିଆରେ, ତୁ କୁଆଡ଼େ ଯାଇଥିଲୁ? ତୁ ଏମିତି କେମିତି ଅଛୁ? ତୁ ତ ମରି ଯାଇଥିଲୁ। କାଳିଆ କହିଲା, ମୁଁ ଆପଣଙ୍କ ସେବା ଭଲ ଭାବରେ କରିଥିଲି ବୋଲି ବର୍ତ୍ତମାନ ଯମରାଜାଙ୍କ ଠାରେ ଚାକର କାମ କରୁଛି। ଯମରାଜାଙ୍କର ସେବା କରୁଛି। ଯମରାଜାଙ୍କର ଦୂତ ଅଛି। ମୁଁ ଆସିଛି ଜଣେ ଲୋକର ପ୍ରାଣ ହରିବା ପାଇଁ। ସେଥିରେ ବ୍ରାହ୍ମଣ ଜଣକ କାଳିଆକୁ କହୁଛନ୍ତି, ଆରେ କାଳିଆରେ, ତୁ ବହୁତ ଭାଗ୍ୟବାନ ରେ। ମୋ ପରି ଗରିବ ବ୍ରାହ୍ମଣ ପାଖରେ ତୁ ଚାକର କାମ କରୁଥିଲୁ, ହେଲେ ଏବେ ତୁ ଯମରାଜା ଧର୍ମରାଜାଙ୍କର ଚାକର କାମ କରୁଛୁ। ତ ଭାଗ୍ୟ ବହୁତ ଭଲରେ। ଏଥିରେ କାଳିଆ କହୁଛି, ଆଜ୍ଞା, ଏସବୁ ଆପଣମାନଙ୍କ ଆଶୀର୍ବାଦ। ବଡ଼ ଲୋକଙ୍କର ଆଶୀର୍ବାଦ ବିନା କ'ଣ କେହି ଉପରକୁ ଯାଇପାରିଛି? ଆଜିକାଲିର ପିଲାମାନେ କଥା କଥାରେ ନିଜର ମାତା ପିତାଙ୍କୁ ଅପମାନ କରୁଛନ୍ତି। କଥା କଥାରେ ଘର ଛାଡ଼ି ପଳାଇ ଯାଉଛନ୍ତି। ଘରେ ରହି ମାତା ପିତାଙ୍କର ସେବା କରିବା ପରିବର୍ତ୍ତେ ସେମାନେ ବାହାରେ ରହିବା ପସନ୍ଦ କରୁଛନ୍ତି।
ଛାଡ଼ନ୍ତୁ ସେ କଥା। କାଳିଆ କହିଲା, ଆଜ୍ଞା ବ୍ରାହ୍ମଣ। ସେ ଏକଥା କହି ଯାଉଥିଲା, ହେଲେ ବ୍ରାହ୍ମଣ ଜଣକ କାଳିଆକୁ ଅଟକାଇ ଦେଲା। ଆରେ କାଳିଆରେ ଟିକେ ରହିବୁ। କାଳିଆ କହିଲା, କ'ଣ ହେଇଛି? ଆରେ ସମସ୍ତେ କୁହନ୍ତି ନର୍କ କେତେ ପ୍ରକାରର, 10 ପ୍ରକାରର, 50 ପ୍ରକାରର, 56 ପ୍ରକାରର, 86 ପ୍ରକାରର ନର୍କ ଅଛି। ମୁଁ ତ ସାଧାରଣ ଲୋକଟିଏ, ମୁଁ କେମିତି ଜାଣିବି କେତେ ପ୍ରକାରର ନର୍କଟିଏ ଅଛି? ତୁ ମୋତେ ଟିକେ ନେଇଯିବୁ ଯମପୁରୀକୁ, ମୁଁ ଟିକେ ଦେଖିଥାନ୍ତି ନର୍କ କେମିତିକା। ଏଥିରେ କାଳିଆ କହିଲା, ଏଇ କଥା? ଆଚ୍ଛା ଠିକ୍ ଅଛି, ମୁଁ ଆପଣଙ୍କୁ ନିଶ୍ଚିତ ଯମପୁରକୁ ନେଇଯିବି। ହେଲେ ଆପଣ ଗୋଟେ କଥା ମନେ ରଖିଥାନ୍ତୁ, ଯମପୁରୀକୁ ଗଲା ପରେ ଆପଣ ସେଠାରେ ଚୁପ୍ ରହିବେ। କାରଣ ମୁଁ ଆପଣଙ୍କୁ ଜୀବନ୍ତ ଅବସ୍ଥାରେ ନେଇଯାଉଛି, ଆପଣଙ୍କର ମୃତ୍ୟୁର ସମୟ ଆସିନାହିଁ। ଆପଣ ସେଠାରେ ଚୁପ୍ ରହିବେ। ତା ପୂର୍ବରୁ ଆପଣ ଯେତେ ଜଣଙ୍କ ପାଖରେ ଧାର କରଜ କରିଛନ୍ତି ନା, ତାହା ଯାଇ ଆଜି ଶୁଝି ଦିଅନ୍ତୁ। କାରଣ ଯେଉଁ ବ୍ୟକ୍ତି ଧାର କରଜ କରିଥାଏ ସିଏ ଯମପୁରରେ ରହିପାରେ ନାହିଁ। ସେଥିରେ ବ୍ରାହ୍ମଣ ଜଣକ କହୁଛନ୍ତି, ଆରେ କାଳିଆ ତୁ ତ ଜାଣିଛୁ ମୁଁ ସାଦା ସିଧା ଲୋକଟିଏ, ମୋର କ'ଣ ଧାର କରଜ? ହଁ ସେଇ 2-3 ଜଣଙ୍କ ପାଖରେ ଥିବ, ମୁଁ ତାହା ଆଜି ଶୁଝି ଦେବି। କାଳିଆ କହିଲା, ଆରେ ମାଲିକ ମୁଁ ଜାଣିଛି ଆପଣଙ୍କ ଭଲ ଲୋକଟି, ତଥାପି ଆପଣଙ୍କର ଯଦି କାହା ପାଖରେ ଟଙ୍କାଟିଏ ବି ଯଦି ଧାର ଥାଏ ତାହେଲେ ଆପଣ ଯାଇ ତାହା ଶୁଝି ଦିଅନ୍ତୁ। ଆଉ ଗୋଟେ କଥା, ମୁଁ ଆପଣଙ୍କୁ 2 ଦିନ ଯମପୁରରେ ବୁଲାଇବି। ସେ 2 ଦିନ ପର୍ଯ୍ୟନ୍ତ ଆପଣଙ୍କ ଶରୀରକୁ ଗୋଟାଏ କୋଠରୀ ମଧ୍ୟରେ ରଖି ଭିତର ପଟୁ ଚାବି ଦେଇ ଦିଅନ୍ତୁ। କାରଣ ଆପଣ 2 ଦିନ ପରେ ପୁଣି ଥରେ ସେହି ଶରୀର ଭିତରକୁ ପ୍ରବେଶ କରିବେ। ତା ପୂର୍ବରୁ ଯଦି ଲୋକମାନେ ଆପଣଙ୍କୁ ମୃତ୍ୟୁ ଘୋଷଣା କରି ଆପଣଙ୍କ ଶରୀରକୁ ଜାଳିଦେବେ ନା, ତାହେଲେ ଆପଣ ପୁଣି ପୁନର୍ଜୀବିତ ହୋଇପାରିବେ ନାହିଁ। କାଳିଆ କଥା ଶୁଣି ବ୍ରାହ୍ମଣ କହିଲା, ଆଚ୍ଛା ଠିକ୍ ଅଛି, ମୁଁ ସେଇଆ ହିଁ କରିବି। ବ୍ରାହ୍ମଣ ପଳେଇ ଆସିଲେ ଘରକୁ। ଆସି ପ୍ରଥମେ ସେ ତାଙ୍କର ଯେତେ ଧାର କରଜ ଥିଲା ସବୁ କିଛି ଶୁଝିଦେଲେ, ପଇଠ କରିଦେଲେ। ତାପରେ ତାଙ୍କ ଘରର ଲୋକମାନଙ୍କୁ କହିଲେ, ମୁଁ 3 ଦିନ ଗୋଟାଏ ତପସ୍ୟା କରିବି, ମୋତେ ଖାଇବା ବି ଦେବ ନାହିଁ, ପିଇବାକୁ ଦେବ ନାହିଁ, ମୁଁ ଘର ଭିତରେ ରହିବି, ଭିତର ପଟୁ ଘରଟେ ଚାପି ଦେଇଦେବି। ଘର ଲୋକ ମଧ୍ୟ ରାଜି ହୋଇଗଲେ, ଆଜ୍ଞା ଠିକ୍ ଅଛି। ତାପରେ କାଳିଆ ଯେମିତି କଥା ଦେଇଥିଲା ସେ ଆସିଲା, ବ୍ରାହ୍ମଣ ଜଣଙ୍କୁ ନେଇଗଲା ଯମପୁରକୁ। ଯମପୁରକୁ ଯାଇ ଦେଖିଲେ, ପ୍ରଥମେ ତ ଯମପୁରକୁ ଦେଖି ବ୍ରାହ୍ମଣ ଜଣକ ଚମକି ପଡ଼ିଲା, ଆରେ ଇଏ କ'ଣ? କାଳିଆ କହିଲା, ଆଜ୍ଞା ଏଇଟା ହିଁ ନର୍କପୁର। ଏଇ ଦେଖୁନାହାନ୍ତି, ଏଠି ତେଲ କଢ଼ା, ତତଲା ତେଲ କଢ଼ା ଅଛି। ଯେଉଁ ଲୋକମାନେ ପାପ କରିଥାନ୍ତି ନା, ତାଙ୍କୁ ଆଣି ଏଇ ତତଲା ତେଲ କଢ଼ାରେ ପକାଯାଏ। ଆହୁରି ଆଗକୁ ଗଲେ ଆହୁରି ବିଚିତ୍ର ପ୍ରକାରର ଆପଣ ନର୍କପୁରୀ ଦେଖିବେ। ଉଲଟା ଟଙ୍ଗା ଯାଇ କଣ୍ଟା ଫୋଡ଼ାଯାଏ। ଏହିପରି ଭାବରେ ପାପୀ ଆତ୍ମା ଗୁଡ଼ିକୁ ଏଠାରେ ଶାସ୍ତି ଦିଆଯାଏ। ଯେଉଁ ଆତ୍ମା ଏଠାରେ ଶାସ୍ତି ପାଇ ପୁନର୍ଜନ୍ମ ହୁଏ, ସିଏ କେବେ ହେଲେ ପାପ କରେ ନଥାଏ। ଏହିପରି ଭାବରେ ବ୍ରାହ୍ମଣ ଏବଂ କାଳିଆ କଥା ହେଉଛନ୍ତି ଏବଂ ଯମପୁରୀରେ ଭ୍ରମଣ କରୁଛନ୍ତି। ହଠାତ୍ ଜଣେ ସ୍ତ୍ରୀ ଲୋକ ସେଠାରେ ପାଟି କରି କହିଲା, ଆରେ ତମେ କିଏ? ତମେ ଏଠି କ'ଣ କରୁଛ? କାଳିଆ ଯେତେବେଳେ ଏହି କଥାଟିକୁ ଶୁଣି ନେଇଛି, ସେ ଯାଇ ପାଖରେ ଲୁଚିଗଲା। ସେ କହିଥିଲା, ବ୍ରାହ୍ମଣ ଆପଣ ଯମପୁରୀରେ କାହା ସହିତ କିଛି କଥାବାର୍ତ୍ତା କରିବେ ନାହିଁ, ଚୁପଚାପ ରହିବେ। ଏବେ ମୁଁ କ'ଣ କରିବି ଆପଣ ମୋ ନାଁ କହିବେ ନାହିଁ, ନହେଲେ ଯମରାଜ ମୋତେ ଦଣ୍ଡ ଦେବେ। ବ୍ରାହ୍ମଣ ଜଣକ ସେହି କିଛି କାଳିଆ ବିଷୟରେ କହିଲେ ନାହିଁ। ସ୍ତ୍ରୀ ଲୋକ ଜଣକ ଆସି ପହଞ୍ଚିଗଲେ ବ୍ରାହ୍ମଣ ପାଖରେ ଏବଂ କହିଲେ, ଆରେ ତମେ ଏଠି କ'ଣ କରୁଛ? ତମେ ତ ମୃତ୍ୟୁବରଣ କରିନାହଁ, ତମେ ଜୀବନ୍ତ ଏଠାକୁ କେମିତି ଆସିଲ? ସେଥିରେ ବ୍ରାହ୍ମଣ ଜଣକ କହୁଛନ୍ତି, ଆରେ ତମେ ତ ଆମ ଗାଁର ସେଇ ଶାନ୍ତି ବୁଢ଼ୀ ନା? ବୁଢ଼ୀଟି କହୁଛି, ହଁ ମୁଁ ସେଇ ଶାନ୍ତି ବୁଢ଼ୀ। ମୁଁ ମୃତ୍ୟୁବରଣ କଲା ପରେ ଏଠାରେ ଯମରାଜାଙ୍କ ପାଖରେ ଚାକିରିଟିଏ କରିଛି। ତମେ ଏଠାକୁ ଆସିଲ କେମିତି କୁହ? ସେଥିରେ ବ୍ରାହ୍ମଣଟି ସେହି ବୁଢ଼ୀକୁ ବହୁତ କାକୁତି ମିନତି କଲା ପରେ ବୁଢ଼ୀଟି ରାଜି ହେଇଗଲା ଯେ ଯମରାଜାଙ୍କୁ କହିବ ନାହିଁ।
କିନ୍ତୁ ବୁଢ଼ୀଟି କହିଲା, ତମେ ମୋ ଠାରୁ କିଛି ଦିନ ପୂର୍ବେ ଗୋଟାଏ କୁଲା ଆଉ ଗୋଟାଏ ଛତା ନେଇଥିଲ। ତାର ଟଙ୍କା ହେଉଛି 1.5 ଟଙ୍କା। ତମେ ମୋତେ ଦେବ ବୋଲି କହିଥିଲ କିନ୍ତୁ ଦେଇନାହଁ। ସେଥିରେ ବ୍ରାହ୍ମଣ ଜଣକ କହୁଛନ୍ତି, ଆରେ ମୁଁ ତ ଯାଇଥିଲି ତୋ ଘରକୁ, ତୁ ତ ମରିଯାଇଥିଲୁ, ମୁଁ କ'ଣ କରିଥାନ୍ତି? ସେଥିପାଇଁ ମୁଁ ପଳାଇ ଆସିଲି। ତୁ ଯଦି କହୁଛୁ ମୁଁ ଗଲେ ତୋର ଛୁଇଲାକୁ ଦେଇଦେବି। ସେଥିରେ ବୁଢ଼ୀଟି କହୁଛି, ମୋତେ ତୁମେ ଏହିଠାରେ ହିଁ ଟଙ୍କା ଦେଇକି ଯାଅ। ସେଥିରେ ବ୍ରାହ୍ମଣ ଜଣକ କହୁଛନ୍ତି, ଆରେ ମୁଁ ତ ଖାଲି ହାତରେ ଆସିଛି, ମୁଁ ତୋତେ ଟଙ୍କା କେମିତି ଦେବି? ମୁଁ ତଳକୁ ଯାଏ, ଗଲେ ତୋର ପିଲାକୁ ଦେଇଦେବି। ସେଥିରେ ବୁଢ଼ୀଟି କହୁଛି, ତମେ ଏଇଠାରେ ହିଁ ମୋତେ ଦିଅ, ନହେଲେ ମୁଁ ଯାଇ ଯମରାଜାଙ୍କୁ କହିଦେବି। ସେଥିରେ ବ୍ରାହ୍ମଣ ଜଣକ ବହୁତ କାକୁତି ମିନତି କଲା, କହିଲା, ମୋ ପାଖରେ ତ ଟଙ୍କା ନାହିଁ, ତାର ଅନ୍ୟ କୌଣସି ଉପାୟ ଅଛି ତ ମୋତେ କହ। ବୁଢ଼ୀଟେ କହିଲା, ଏଇ ଛୁରୀଟିଏ ନିଅ, ତମ ଦେହରୁ ମୋତେ କିଛି ଚମଡ଼ା କାଟିକି ଦିଅ, ତାହେଲେ ଯାଇକି ତମର ଋଣ ସୁଝିଯିବ। କାଳିଆକୁ ବ୍ରାହ୍ମଣ ପଚାରୁଛି, କ'ଣ ହେଉଛି ରେ? କାଳିଆ କହିଲା, ଆଜ୍ଞା ମୁଁ ତ ଆପଣଙ୍କୁ କହିଥିଲି କାହାରି କରଜ ଆପଣ ବାକି ରଖି ଆସିବେ ନାହିଁ। ଆପଣ ରଖିଦେଇ ଆସିଲେ କ'ଣ ପାଇଁ? ଏବେ ପରିସ୍ଥିତି ଭୋଗନ୍ତୁ। ସେଥିରେ ଛୁରୀଟି ଚକଚକ୍ ଡାକୁଛି। ବ୍ରାହ୍ମଣ ଜଣକ ଏପଟେ ଡରିଗଲେଣି, କ'ଣ କରିବି କ'ଣ ନାହିଁ। ବୁଢ଼ୀଟି କହୁଛି, ତମେ ନିଜେ କାଟି ଦିଅ, ନହେଲେ ମୁଁ ଯାଇ ତମ ଦେହରୁ କାଟି ନେଇଯିବି ମାଂସଟିଏ। ତାପରେ ବ୍ରାହ୍ମଣଟି କ'ଣ କରିବ? ସେହି ତାର ଯେଉଁ ଆରାଧ୍ୟଙ୍କୁ ଜୀବନ ସାରା ପୂଜା କରିছে, ସ୍ତୁତି କରିছে, ସେଠାରେ ସେ ଜପ କଲା, ହେ ଆରାଧ୍ୟ, ମୁଁ ମୋର ସାରା ଜୀବନ ତୁମକୁ ଆହୁତି ଦେବାରେ ଅର୍ପଣ କରିଦେଇଛି, ତୁମ ପୂଜାର୍ଚ୍ଚନାରେ ଅର୍ପଣ କରିଦେଇଛି, ଦୟାକରି ମୋତେ ରକ୍ଷା କର। ଏତକ କହୁ ସ୍ୱୟଂ ଭଗବାନ ଆସି ପହଞ୍ଚିଗଲେ ଯମପୁରୀକୁ। ସେ କେବେ ଆସନ୍ତି ନାହିଁ, କିନ୍ତୁ ଭକ୍ତ ଡକାଇଛି, ସେ ଆସି ପହଞ୍ଚିଗଲେ। ପହଞ୍ଚି ଯାଇ ସେ ତାଙ୍କର ଯାଦୁବିଦ୍ୟା ବଳରେ, ତାଙ୍କର ଦିବ୍ୟ ଶକ୍ତି ବଳରେ ବ୍ରାହ୍ମଣକୁ ଗାୟବ କରିଦେଲେ ଏବଂ ନିଜେ ବ୍ରାହ୍ମଣ ରୂପ ନେଇନେଲେ ଏବଂ ସେହି ଛୁରୀରେ ନିଜ ଦେହର ଚମଡ଼ା କାଟି ସେହି ବୁଢ଼ୀକୁ ଦେଇଦେଲେ। ସେଠାରେ ବ୍ରାହ୍ମଣରେ ଜାଣିଲା ଯେ ଭକତର ଜୀବନ, ଯେଉଁ କହିଥିଲେ ଭକ୍ତ ଶାଲବେଗ, ଏକା ତ ଭକତ ଜୀବନ, ଭକ୍ତ ତୋର ମାତା ପିତା, ଭକ୍ତ ତୋର ବନ୍ଧୁ, ଭକତ ନିମିତ୍ତ ତୋର ନାମ କୃପା ସିନ୍ଧୁ। ସେତେବେଳେ ଜାଣିପାରିଲା ବ୍ରାହ୍ମଣ ଜଣକ ଏବଂ ଯେତେବେଳେ ସେ ଯମପୁରୀ ଦେଖି, ତାପରେ ଆଉ କ'ଣ ସେ ଯମପୁରୀରେ ରହିବ? ସେ ଆସି ମର୍ତ୍ତ୍ୟକୁ ଯେତେବେଳେ ପହଞ୍ଚିଲା, ତା ଘର ସାମ୍ନାରେ ଗୋଟେ ଅଶ୍ୱସ୍ଥ ଗଛ ଥିଲା, ଯେଉଁଥିରେ କି ଛାଲ ହାତେ ମାପକର କଟା ହେଇଥିଲା। କୁହନ୍ତି ଭଗବାନ ଅଶ୍ୱସ୍ଥ ଗଛ ତାଙ୍କର ନିଜ ଗଛ। ସେଠାରେ ଭଗବାନ ନିଜର ଚମଡ଼ା ଦେଇଥିଲେ, ଏଠାରେ ଅଶ୍ୱସ୍ଥ ଗଛର ଛାଲ ଆପେ ଆପେ ଛଉଡ଼ି ଯାଇଥିଲା। ତ ସାଙ୍ଗମାନେ, ଏହା ଥିଲା ସମ୍ପୂର୍ଣ୍ଣ କାହାଣୀଟିଏ। ଭିଡ଼ିଓ ଯଦି ଭଲ ଲାଗିଥିବ ଆମ ଭିଡ଼ିଓକୁ ଲାଇକ୍ଟିଏ କରିବେ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ଟିଏ କରିଦେବେ। ବିଦାୟ ଦିଅନ୍ତୁ, ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଧନ୍ୟବାଦ।